ଜବତ ହେଲା ବହୁ ପରିମାଣର ମାଂସ ଏବଂ ଅସ୍ତ୍ରଶସ୍ତ୍ର। ବୌଦ୍ଧ ବନଖଣ୍ଡ ମାଧବପୁର ରେଞ୍ଜ ଅଞ୍ଚଳରେ ଏ ଚଢ଼ାଉ ହୋଇଛି ଏବଂ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲେ। ବୌଦ୍ଧ ବନଖଣ୍ଡର ମାଧବପୁର ରେଞ୍ଜ ଅଞ୍ଚଳରେ ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ଆଶିଷ କୁମାର ଦିଗାଲଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା। ମାଧବପୁର କଲୋନୀ ସାହିରେ କିଛି ବ୍ୟକ୍ତି ଜଙ୍ଗଲରୁ ଶିକାର କରି ଆଣିଥିବା ବାରହା ମାଂସକୁ ବିକ୍ରି କରିବା ସହ ମସ୍ତି କରୁଥିବା ବେଳେ ହଠାତ୍ ମାଡ଼ି ବସିଥିଲା ବନ ବିଭାଗ। ଏହି ଚଢ଼ାଉରେ ଗୋପବନ୍ଧୁ ନାୟକ, ଯଦୁ ମଲ୍ଲିକ, ରୋହିତ ନାୟକ ଓ ସନ୍ତୋଷ କୁମାର ସାହୁଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ପ୍ରାୟ 7 କିଲୋ 500 ଗ୍ରାମ ବାରହା ମାଂସ ସହ ଟାଙ୍ଗିଆ ଛୁରୀ ଓ ଧନୁତୀର ଜବତ କରାଯାଇଥିଲା। ଏହା ସହ ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ହରଭଙ୍ଗାରୁ କୁନା ବେହେରାଙ୍କ ରିପୋର୍ଟ, NTV ଓଡ଼ିଆ।